ଠିକ ନା ମ୍ୟାଡାମ, ଗୋଟେ ବଡ ଅଭିଯୋଗ ଆପଣ ଆଣିଛନ୍ତି ସୋସିଆଲ ମିଡିଆରେ ଯେ ଆପଣଙ୍କୁ କାମ କରେଇ ଦେବା ପାଇଁ ପାର୍ଟିର ଅନ୍ୟ ଜଣେ ଅଭିନେତ୍ରୀ ସ୍ୱପ୍ନ ମଲ୍ଲର ନମିତା ମ୍ୟାଡାମ ଚାହୁଁନାହାନ୍ତି। କଣ ବାସ୍ତବରେ ହେଇଛି? ପରିସ୍ଥିତି କଣ ହେଇଛି ଏମିତି? ଉତ୍ତେଜନା ବା ମତଭେଦ ପୂର୍ବରୁ ଥିଲା ନା ଏବେ ଅଛି, ଆରମ୍ଭ ହେଲା? ନାଇଁ ସେ ହଠାତ୍ ସେ ତାଙ୍କର ଆଗରୁ ମାନେ ପ୍ଲାନିଂ ଟା ଥିଲା। ଆଜ୍ଞା। ସେ ପ୍ଲାନିଂ ଟା ଆମେ ବୁଝିପାରିଲୁନି। କାହାର କାହାର ଥିଲା ପ୍ଲାନିଂ? ସେଇଟା ମୁନା ନମିତାର ଥିଲା। ଆଜ୍ଞା। ଆଉ ତା ଭିତରେ ଓନରଙ୍କର ଥିଲା କି ନଥିଲା ଆମେ ଜାଣିପାରିବୁନି, ଯେହେତୁ ତ ଓନର କିଛି ବୁଝିଲେନି। ହୁଁ ହୁଁ। ତା ପର ମୁହୂର୍ତ୍ତରେ ଜାଣିବା କହିପାରିବା ଯେ ଓନରଙ୍କର ସେଥିରେ ହାତ ଅଛି କି ନାହିଁ। ହୁଁ ହୁଁ। କିନ୍ତୁ ଗୋଟେ ମେଜର କଳାକାର ସାଙ୍ଗେ ସାଙ୍ଗେ ଘରକୁ ପଳେଇ ଆସିଲେ, ହୁଁ ହୁଁ। ତା ପରଦିନ ବି ମ୍ୟାନେଜମେଣ୍ଟ ଯାଇକି ଦେଖେ କଣ ତାଙ୍କର ଅସୁବିଧା, କଣ ପ୍ରୋବ୍ଲେମ ହେଇଛି। ଆଚ୍ଛା। ଆଉ ମୁଁ ଯୋଉଦିନ ଘରକୁ ଆସିଲି ତା ପରଦିନ ବି ମ୍ୟାନେଜମେଣ୍ଟ କେହି ଆସିଲେନି। ଆଜ୍ଞା। ଆଉ ସାଙ୍ଗେ ସାଙ୍ଗେ ପାର୍ଟ ବଣ୍ଟା ବଣ୍ଟି ଭଲ ମନ୍ଦ ହେଇଗଲା। ହୁଁ ହୁଁ। ଯାହାର ବି ମନକର ଦେହ ଖରାପ ହେବ ଗୋଟେ ଦିନ ଆଡଜଷ୍ଟ କରାଯାଏ, ତା ପର ଦିନ ତା ଘରକୁ ଯାଇ ହୁଁ କଣ ହୁଁ। ଗୋଟେ ଘର ହେଇଛି ବୁଝା ଯାଏ। ସେମାନେ ଦି ଜଣ ତ ବାଡିଆ ପିଟା କଲେ। ବାଡିଆ ପିଟା କଲା ପରେ କିଛି ବୁଝିଲେ ନାହିଁ। ଆମେ 5 ଦିନ ଅପେକ୍ଷା କଲୁ, ଯେହେତୁ ଦେବ କେସ୍ ଟା ହେଇଥିଲା। ହୁଁ ହୁଁ। ଦେବ କେସ୍ ଟା ସାଙ୍ଗେ ସାଙ୍ଗେ ବାବୁ କହିଲେ ଯେ ମୋ ପାଖକୁ କଥାଟା ନ ଆଣି ତମେ ମିଡିଆରେ କାହିଁକି ବାହାର କଲ? ହୁଁ ହୁଁ। ସେଥିପାଇଁ ଆମେ 5 ଦିନ ଅପେକ୍ଷା କଲୁ ଯେ ମାଲିକ ଆମ କଥା କିଛି ବୁଝିବେ। ହୁଁ ହୁଁ। ମାଲିକ କିଛି ନ ବୁଝି ଓଲଟି ଆମକୁ କହିଲେ ମୋ ପଇସା ଫେରେଇବ। ହୁଁ ମାଲିକ ପଇସା ଫେରେଇବେ ନା, ଆମର ବର୍ଷକର କ୍ଷତି ପୂରଣ ମାଲିକ ଦେବେ। ହୁଁ ହୁଁ ହୁଁ। ନାଇଁ, ତେଣୁକରି ସେଇଥିପାଇଁ ଆମେ ବାଧ୍ୟ ହେଇକି ମିଡିଆ ସାମ୍ନାକୁ ଗଲୁ, ନହେଲେ ମିଡିଆ ସାମ୍ନାକୁ ଯାଇନଥାନ୍ତୁ। ବର୍ତ୍ତମାନ ଟିକିନା ମ୍ୟାଡାମ କେତେ ଦିନ ହେଲା ସ୍ୱପ୍ନ ମଲ୍ଲ ମଞ୍ଚ ଛାଡିଛନ୍ତି? ମୁଁ ଆଜିକୁ 5 ଦିନ ହେଲା ଛାଡିଲି। ଏ ଯୋଉ ଆଚ୍ଛା, ଏବେ ଘରେ ଅଛନ୍ତି? ଘରେ ଅଛୁ। ଆପଣ ଯୋଉ ବାଡିଆ ପିଟା କଥା କହିଲେ, ଆପଣଙ୍କୁ କଣ ମାରପିଟ ସେମାନେ ହଁ କରିଛନ୍ତି? ସିଏ ଆସି ବହଡିକିନା ହାତ ଉଠେଇବ କଣ, ମୁଁ ତା ହାତଟାକୁ ଧରି ପକେଇଲି, ସେ ଚୁଟିଟା ଧରି ପକେଇଲା, ତାପରେ ମୁନା ଚୁଟିକି ଧରିଲା। ଆପଣଙ୍କ ଚୁଟିକୁ ମୁନା ବାବୁ ଧରିଲେ? ହଁ। କଣ କହିକି ଏମିତି ମାରପିଟ କଲେ? ସେ ଆଗ କହିଲା ମୋ ଦୟାରେ ତୁ ଚାକିରି କରିଛୁ। ଆଚ୍ଛା। ମୁଁ ତାକୁ ପଚାରିଲା ବେଳକୁ କଣ ତୋ ଦୟାରେ ଚାକିରି କରିଛି, ତୁ କିଏ କି? ନା ହୁଁ। ମୁଁ ତ ଚାକିରି ଦେଇଛି ଆଉ, ଚାକିରି ଦେବାକୁ ସିଏ କିଏ, ଏଇ କଥା ପଚାରିଲା ବେଳକୁ ଏଇ ଗଣ୍ଡଗୋଳଟା ହେଲା ଆଉ। ଶୁଭେନ୍ଦୁ ବାବୁ କଣ ବର୍ତ୍ତମାନ ସେଠି ଅଛନ୍ତି ନା ଛାଡି ସାରିଲେଣି? ନା ସେ ଛାଡିଛନ୍ତି କଣ ନା, ସେ ତାଙ୍କୁ ମୁନା ଯୋଉ ଠେଲି ଦେଲା ସେ କଥା ହିଁ ମାଲିକ କିଛି ବୁଝିଲାନି। ଶୁଭେନ୍ଦୁ ବାବୁ ସେ ସମୟରେ ଆପଣଙ୍କ ସହିତ ଥିଲେ? ହଁ ଥିଲେ, ସେ ମୁନାକୁ ବୁଝେଇଲା ବେଳକୁ ମୁନା ପେଲିଦେଲା। ନାଇଁ ଇଏ ମ୍ୟାଡାମ ଏଇଟା ଯାତ୍ରା ସରିଲା ପରେ ନା ଯାତ୍ରା ନାଇଁ ପୂର୍ବରୁ? ଯାତ୍ରା ଭିତରେ, ଯାତ୍ରା 3ଟା ସିନ୍ ବାକି ଥିଲା ଲାଷ୍ଟ ହେବାକୁ। କୋଉ ଜାଗାରେ ଏମିତି ଘଟିଥିଲା? ଢେଙ୍କାନାଳରେ। ଢେଙ୍କାନାଳ ଆଜିକୁ 5 ଦିନ ତଳେ? ନାଇଁ 5 ଦିନ ନୁହଁ, ଆଜିକୁ 10 ଦିନ ହେଇଯିବ। 10 ଦିନ ତଳେ, ତାପରେ ଆପଣ 4-5 ଦିନ ଯାତ୍ରା କରି ଏବେ ଆଉ ଯାଉନାହାନ୍ତି? ଯାଉନି ହଁ। ତ ଆପଣଙ୍କର ପରବର୍ତ୍ତୀ ପଦକ୍ଷେପ କଣ ରହିବ? ଆପଣ ପୋଲିସ ରେ ଏଫଆଇଆର କରିବେ ନା ସଂଘରେ ଅଭିଯୋଗ କରିବେ ନା ମିଡିଆକୁ ଆସିବେ? ସଂଘକୁ ସିଏ ତ ମାନିବନି, କାହାକୁ ମାନିବନି, ଆଇନର ଆଶ୍ରୟ ନବୁ ଆଉ। କିଏ ମାନିବେନି ପାର୍ଟିର କାହା କଥା ସିଏ ଆପଣ? ମାନିବନି, ମୁନା ନମିତା ମାନନ୍ତିନି, ନା ମାଲିକ ସଂଘକୁ ମାନନ୍ତି ନା କଳାକାର ସଂଘକୁ ମାନନ୍ତି। କୌଣସି ସଂଘକୁ ଯଦି ମାନିଥାନ୍ତେ ଗୋଟେ ପରେ ଗୋଟେ ସେ ଘଟଣା ଘଟାନ୍ତି କି? ହୁଁ ହୁଁ। ଆଉ ଏ ବର୍ଷର ଘଟଣା ନୁହଁ, ତାଙ୍କର ଯେତେ ବର୍ଷ ହେଲା ସେ ରହିଲେଣି। ହୁଁ ହୁଁ। ଯେହେତୁ ମନେକର 5 ବର୍ଷ କି 6 ବର୍ଷ ରହିଲେଣି। 6 ବର୍ଷ ଭିତରେ କୌଣସି ପରମାନେଣ୍ଟ କଳାକାର ରହିନାହାନ୍ତି ସ୍ୱପ୍ନ ମହଲରେ। ଆଜ୍ଞା। ଆଉ ପ୍ରତ୍ୟେକ କଳାକାରକୁ ଯୋଉମାନେ ସବୁ ଛାଡିକି ଯାଇଛନ୍ତି, ତାଙ୍କ ଠାରୁ ବାଇଟ ନେବେ ସମସ୍ତେ କହିପାରିବେ। ନିହାତି, ଆମେ ମଧ୍ୟ ପୂର୍ବରୁ ଦେବଙ୍କର ବାଇଟ୍ ନେଇଥିଲୁ, ସିଏ ମଧ୍ୟ ସମାନ ଅଭିଯୋଗ ଦେବେ କରିଥିଲେ। ପ୍ରାୟତଃ ଆଉ ଆ ସମସ୍ତଙ୍କୁ ଗୌରା ଦାସକୁ ବେଜିତ୍ କରିବା, ଲୁଲୁ କରକୁ ବେଜିତ୍ କରି ବିଦା କରିବା, ଷଣ୍ଢ ବୋଲି ଗୋଟେ କଳାକାର ତାକୁ ବେଜିତ୍ କରିବା। ଏଇ ବର୍ଷ ଗୋଟେ ନୂଆ କଳାକାର ଆସିଥିଲା, ଗୋଟେ ଭଲ ପିଲାଟେ ସିରିଏଲ, ତାକୁ ବିଦା କରିବା। ମ୍ୟାଡାମ ଆପଣ କଣ ଯେତେବେଳେ ମଞ୍ଚ ଛାଡିକି ପଳେଇ ଆସିଲେ ସେଠୁ ଘରକୁ, ଆପଣ ବ୍ୟକ୍ତିଗତ ଭାବେ ମ୍ୟାନେଜମେଣ୍ଟ କି ମାଲିକଙ୍କୁ ଜଣେଇଥିଲେ? ମାଲିକକୁ ଜଣେଇଥିଲି ମୋ ଗୋଡ ପ୍ରୋବ୍ଲେମ ରହିଲା, ମୋ ଗୋଡ ପ୍ରୋବ୍ଲେମ କଣ, ସେ ଯୋଉ ଠେଲା ଠେଲିରେ ମୋ ଗୋଡ ଚଉଳି ଗଲା। ନିଗାମେଣ୍ଟ ପ୍ରୋବ୍ଲେମ ଥିଲା। ହୁଁ ହୁଁ। ଆପଣ ମାଲିକକୁ ଯୋଉ ଅଭିମାନରେ ମୁଁ କହିଲି ଯେ ମତେ 4 ମାସ ଡକ୍ଟର ରେଷ୍ଟ ନେବାକୁ କହିଛି। ହୁଁ ସିଏ ମନଙ୍କର କେତେ ଦୂର ସତ କେତେ ଦୂର ମିଛ। ହୁଁ। ମାନେ ସେ କଥାଟି ବି ଆଉ ତର୍ଜମା କଲେନି, କହିଲେ ଠିକ ଅଛି ତୁ ଘରେ ରହିଯା। ହୁଁ ହୁଁ। ଆଚ୍ଛା ଆପଣ ଗୋଟେ ମିଡିଆରେ ଗୋଟେ କଥା କହୁଥିଲେ, ଆମେ ଦେଖିଲୁ ଯେ ବୋଉ ନାଟକକୁ ନେଇ ବହୁତ ଚର୍ଚ୍ଚା, ବହୁତ ବଢିଆ ନାଟକ ଚଳିତ ସେ ବର୍ଷର। ଭଲ ନାଟକ ଥିଲା, ପ୍ରଥମେ ସେ ବି ଯୋଉ ରହିଗଲା ଘରେ, ହୁଁ, ବୋଉ ନାଟକ ସକାଶେ ଘରେ ରହିଲା, ମୁଁ ବି ତାକୁ ବୁଝେଇକି ଯାଇ ଆଣିଲି। କିଏ ବୁଝେଇକି ଯାଇ ନମିତା ଆଣିଲା ମ୍ୟାଡାମ? ପରେ ସେ ବୋଉ ନାଟକକୁ ଖରାପ କୁହେ, ପ୍ରାୟ ବି ଖରାପ କୁହେ। ତାର ଈର୍ଷା କି କଣ, ମଣିଷ ତ ଏତେ ଇର୍ଷା କରିବା କଥା ନୁହଁ, ତା ମନରେ ଯୋଉ ଇର୍ଷା। ଆପଣ ଯୋଉ ମାରପିଟ କଥା କହିଲେ, ତା ପୂର୍ବରୁ ଆପଣଙ୍କ ଭିତରେ ମନାନ୍ତର ମତାନ୍ତର ଝଗଡା ସେ ଝାଣ୍ଟି ତ ଆର ହେଇଥିଲା? ବର୍ଷ ବି ଏମିତି ହଉଥିଲା ମୋ ସାଙ୍ଗରେ।
କିନ୍ତୁ ହଠାତ୍ ସେଦିନ ରାତିରେ ଯାତ୍ରା ସରିବା ପୂର୍ବରୁ ହାତ ଉଠେଇଲେ। ହଁ ହଁ ତାଙ୍କ ସହିତ ମୁନା ବାବୁ ମଧ୍ୟ ହାତ ଉଠେଇଲେ, ହଁ କିନ୍ତୁ ଆପଣ ପ୍ରତିବାଦ କଲେ ଏବଂ 4-5 ଦିନ ପରେ ଘରକୁ ଆସିଲେ। ହଁ ହଁ। ଆପଣ ମ୍ୟାଡାମ ସଂଘରେ ଆପଣଙ୍କର ମାଲିକ ସଂଘ ଅଛି ଜଣେଇବେ ନା ଆଗାମୀ ପଦକ୍ଷେପ କଣ ନେବେ ଭାବୁଛନ୍ତି? ମାଲିକ ସଂଘକୁ ଜଣେଇଥିଲା ତ ଦେବର କଣ ନିଷ୍ପତ୍ତି ନେଲେ? ସେଥିପାଇଁ ଆପଣ ଜଣେଇବା ପାଇଁ ଚାହୁଁନାହାନ୍ତି? ଜଣେଇବ କଣ, ସେ ତ ମୁନା ନମିତା ସବୁ ତ ପାର୍ଟିର ମାଲିକ ଆଉ। ବର୍ତ୍ତମାନ ଆପଣ ଯଦି ଘରେ ରହୁଛନ୍ତି, ଆପଣ ମଞ୍ଚ ଛାଡୁଛନ୍ତି, ଇଏ ତ ଗୋଟେ ଦୁଃଖର କଥା। ଦ୍ୱିତୀୟ କଥା, ଆପଣ ପଇସା ଯଦି ମାଲିକ କହୁଛନ୍ତି ଫେରେଇବାକୁ, କେମିତି କଣ ଫେରେଇବେ? ଏମିତି ଫେରେଇବୁ, କ୍ଷତିପୂରଣ ମାଲିକ ଦେବେ ନା ଆଉ। ମାଲିକକୁ ସବୁ ଦାୟିତ୍ୱ ଦେଇ ଦେଇଛନ୍ତି ମୁନା ନମିତାକୁ। ନହେଲେ ମୁନା ନମିତାକୁ ପ୍ରଶ୍ନ ଯାଇ କରୁନାହାନ୍ତି, ତୋ ସକାଶେ ମୋ ଷ୍ଟାଫ କାହିଁ ଗଲେ, କିନ୍ତୁ ଆପଣ ତାଙ୍କ ପାଇଁ ତୁ ମୋ ପଇସା ଫେରେଇବୁ। କିନ୍ତୁ ଆପଣ ଶେଷରେ ଏତିକି ସ୍ପଷ୍ଟ କରିବେ, ଯେହେତୁ ଆପଣ ପାର୍ଟି ଛାଡିଛନ୍ତି, ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଥମ ଏବଂ ଦ୍ୱିତୀୟରେ ଏମିତି ଘଟଣା ପାଇଁ ନା ଛାଡି ସେଇଟା ମୋର ସେ ଗଣ୍ଡଗୋଳରୁ ମାନେ ଖରାପ ହେଇଛି ନା। ଆଜ୍ଞା। ଗଣ୍ଡଗୋଳରୁ ଖରାପ ହେଇଛି, ଯେହେତୁ ଅଭିମାନ ପ୍ରଥମେ କରନ୍ତି ଯୋଉଠି ବି ଗୋଟେ ଘର ଥାଏ। ହୁଁ ହୁଁ ଗୋଟେ ଘରେ ଗଣ୍ଡଗୋଳ ହେଲେ ଗୋଟେ ଛୁଆଟେ ମନା କରେ ମୁଁ ଖାଇବିନି, ସାଙ୍ଗେ ଆଜ୍ଞା ସାଙ୍ଗେ କହିବ କି ମୁଁ ଖାଇଦେବି। ହୁଁ 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 କିନ୍ତୁ ସେ ଛୁଆଟାକୁ ପଚରା ଯିବ, କାହିଁ ଖାଇବୁନି, କଣ ପାଇଁ ଖାଇବୁନି, ବୁଝାଯିବ। ହୁଁ ହୁଁ ହୁଁ। ସେଇଟା ମାଲିକ କେହି ନ ଜାଣିଲେ ବି ମାଲିକ ଜାଣିବ। ଆଉ ମାଲିକକୁ କହିବି ମୁଁ ଗୋଡ ଖରାପ, ପୁଣି ସାଙ୍ଗେ ସାଙ୍ଗେ କଣ ଗୋଡଟା ହଠାତ୍ ଖରାପ ହେଇଯିବ କି? ହୁଁ ହୁଁ ହୁଁ। ମାଲିକ ସେଟା ତର୍ଜମା କରିବା କଥା, ମ୍ୟାନେଜମେଣ୍ଟକୁ ପଠେଇବା କଥା, ନିଜେ ବାରମ୍ବାର ଫୋନ କରିବା କଥା, କେମିତି ଗୋଡ ଅଛି କି ନାଇଁ। ହୁଁ ଯେହେତୁ ମୁଁ ତାଙ୍କ ଯାତ୍ରା ପାର୍ଟି ଗୋଟେ କଳାକାର ନା। ନିହାତି ନିହାତି। ଆଉ ପୁଣି କେମିତି କହିଲେ ଯେ ତୋ ଗୋଡ ଖରାପ ହଉ କି ହାତ ଖରାପ ହଉ ମୋ ପଇସା ଫେରେଇବୁ। गाड़ी किଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାजार, ଯୋଠି ଆପଣଙ୍କୁ ମିଳିବ लो प्राइस कार ଠୁ ଆରମ୍ଭ କରି ଲକ୍ସରିୟସ୍ कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। ଆଉ ହଁ, ଏବେ ଆପଣଙ୍କର फेवरेट कार बाजार ର सेकंड आउटलेट खोଲି ଯାଇଛି ऑपोजिट ऑफ एस्थेटिक वर्ल्ड पहाड़ भुवनेश्वर। ତାହେଲେ ଏବେ लो प्राइस ରେ लक्सरियस कार किणନ୍ତୁ କେବଳ कार बाजार ରୁ।